ଥରେ ମୋ କଥା ମାନି ଚିକେନ ଏଇ ରେସିପିଟା ଘରେ ଟ୍ରାଏ କରି ଦେଖନ୍ତୁ। ସତ କହୁଛି ମଜା ଆସିଯିବ। ରୁଟି, ନାନ୍, ମାଣ୍ଡିଆ, ରାଇସ୍ ସବୁଥିରେ ଖାଇବାକୁ ଏକଦମ ଜୁସି ଲାଗିବ। ଆଜି ଆମେ ବନେଇବା ଆଫଗାନି ଚିକେନ। ମୁଁ ଲେଗ୍ ପିସ୍ ନେଇଛି, ଛୋଟ ଛୋଟ କଟ୍ ମାରି ନେଇଛି, ଯେମିତିକି ଆମର ମ୍ୟାରିନେଟ୍ରେ ବହୁତ ହି ସହଜ ହେବ। ଅଦା ରସୁଣ ପେଷ୍ଟ ଗୋଟେ 1 ଟେବୁଲ ସ୍ପୁନ୍। ଲୁଣ ମୁଁ ଆବଶ୍ୟକ ଅନୁସାରେ ନେବେ। ମୁଁ ଏଠି 1 ଟିସ୍ପୁନ୍ ନେଇଛି। ଆମେ ମ୍ୟାରିନେଟ୍ କରିକି 20 ମିନିଟରୁ 30 ମିନିଟ୍ ପାଇଁ ଛାଡ଼ିଦେବା। ଏବେ ଆଫଗାନି ଚିକେନ ପାଇଁ ଗୋଟେ ଗ୍ରୀନ୍ ମସଲା ପ୍ରିପେୟାର କରିବା। ମୁଁ ଗୋଟେ ମୁଠା ଧନିଆ ପତ୍ର, ଗୋଟେ ମୁଠା ପୁଦିନା ପତ୍ର, 2ଟି ମିଡ଼ିୟମ୍ ସାଇଜ୍ର ପିଆଜ, କଞ୍ଚା ଲଙ୍କା ମୁଁ 4ଟି ନେଇଛି। ଯଦି ଆପଣଙ୍କୁ ରାଗ ପସନ୍ଦ ଆପଣ ଅଧିକ ନେଇପାରିବେ। ଅଳ୍ପ କିଛି ପାଣି ଦେଇ ଆମେ ଗ୍ରାଇଣ୍ଡ କରି ନେବା। ଭିଜେଇକି ରଖିଥିବା 18ରୁ 20ଟି କାଜୁକୁ ମୁଁ ଏଥିରେ ଆଡ୍ କରି ନେଉଛି, ଯେମିତି ଆମକୁ ଗୋଟେ କ୍ରିମି ପେଷ୍ଟ ଦେବ। ଏବେ ଆମର ଗ୍ରାଇଣ୍ଡ ହେଇଗଲା ଦେଖନ୍ତୁ। ଏବେ ଗୋଟେ ବାଉଲରେ ମୁଁ 1 କପ୍ ଫ୍ରେଶ୍ ଦହି ନେଇଛି, 1 କପ୍ ଫ୍ରେଶ୍ କ୍ରିମ୍ ନେଇଛି। ଆମର ଗ୍ରାଇଣ୍ଡ କରି ରଖିଥିବା ଗ୍ରୀନ୍ ପେଷ୍ଟକୁ ଆମେ ଆଡ୍ କରି ନେବା। 1 ଟିସ୍ପୁନ୍ ଗରମ ମସଲା, 1 ଟିସ୍ପୁନ୍ ଗୋଲମରିଚ ପାଉଡର, 1 ଟିସ୍ପୁନ୍ ଚାଟ୍ ମସଲାକୁ ଆମେ ଆଡ୍ କରିବା ଏବଂ ଭଲସେ ମିକ୍ସ କରିଦେବା, ଯେମିତି ମସଲାର ଛୋଟ ଛୋଟ ବବଲ୍ସ ନ ଆସିବ। ଏବେ ଆମର ଦେଖନ୍ତୁ ଭଲସେ ମିକ୍ସ ହେଇଗଲା। ରଖିଥିବା ମ୍ୟାରିନେଟ୍ ଚିକେନକୁ ଆମର ଗ୍ରୀନ୍ ପେଷ୍ଟରେ ଡିପ୍ କରିନେବା, ଯେମିତି ଗୋଟେ ଜୁସି ଫ୍ଲେଭର ଆମକୁ ଦେବ। ଏବେ ଆମେ 1 ଟେବୁଲ ସ୍ପୁନ୍ କସ୍ତୁରୀ ମେଥି ନେବା, ଯାହାର କି ଗୋଟେ ଭଲ ବାସ୍ନା ଆସେ, ଖାଇବାକୁ ଏକଦମ ଜବରଦସ୍ତ ଲାଗିବ। 30 ମିନିଟ୍ ପରେ ମୁଁ ଗୋଟେ କଡ଼େଇ ନେଇଛି, ଅଳ୍ପ କିଛି ତେଲ ପକେଇବା। ମ୍ୟାରିନେଟ୍ କରି ରଖିଥିବା ଚିକେନକୁ ଗୋଟି ଗୋଟି କରି ଫ୍ରାଏ କରିବା। ଦେଖନ୍ତୁ ଏକଦମ ଏବେ ଆମର 80% କୁକ୍ ହେଇଗଲା। ଏବେ ଆମେ ଚିକେନକୁ କାଢ଼ି ନେବା। ଦେଖନ୍ତୁ ଆଫଗାନି ଚିକେନର ଫ୍ରାଏଡ୍ ରେଡ଼ି ହେଇଗଲା। ଏବେ ମୁଁ ଗୋଟେ କଡ଼େଇ ନେଇଛି, ବଟର ମୁଁ ନେଇଛି 2ଟି, ଏବଂ ଯଦି ଆପଣ ଚାହିଁବେ ତେଲ ଆଡ୍ କରିପାରିବେ, ଆଇଦର ସ୍କିପ୍ କରିପାରିବେ। ମୁଁ ଏଠି ଅଳ୍ପ କିଛି ତେଲ ନେଇଛି। ଗୋଟା ମସଲାରେ ମୁଁ ଡାଲଚିନି 2ରୁ 3ଟି ନେଇଛି, ଗୁଜୁରାତି 6ଟି ନେଇଛି, ଗୋଲମରିଚ 15ଟି ନେଇଛି, ଲବଙ୍ଗ 5ଟି ନେଇଛି। ହାଲକା ଗୋଲ୍ଡେନ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଆମେ ଫ୍ରାଏ କରିବା। ଏବେ ଆମେ ରଖିଥିବା ଗ୍ରୀନ୍ ପେଷ୍ଟକୁ ଏଥିରେ ଆଡ୍ କରିନେବା। 5 ମିନିଟ୍ ଆମେ କୁକ୍ ହେବାକୁ ଛାଡ଼ିଦେବା, ଗୋଟେ କ୍ରିମିନେସ୍ ଆସିଲା ପର୍ଯ୍ୟନ୍ତ। ଯେତେବେଳେ ଆମର କ୍ରିମିନେସ୍ ଆସିଗଲା, ଏବେ ଆମେ ରଖିଥିବା ଫ୍ରାଏଡ୍ ଚିକେନକୁ ଗୋଟି ଗୋଟି କରି ପକାଇଦେବା। 80% ଆମର ଚିକେନ କୁକ୍ ହେଇସାରିଛି, ଆମକୁ ଆଉ 20% କରିବାର ଅଛି। ଏବେ ଆମର ଆଫଗାନି ଚିକେନର ଗୋଟେ କ୍ରିମିନେସ୍କୁ ଆଉ ଟିକେ ସ୍ମୁଥ୍ ବନାଇବା ପାଇଁ ମୁଁ ଅଳ୍ପ କିଛି ଗରମ ପାଣି ନେଇଛି। ଆଉ 10-15 ମିନିଟ୍ ଆମେ କଭର କରିକି ଛାଡ଼ିଦେବା। ମଝିରେ ମଝିରେ ଆପଣ ଚେକ୍ କରୁଥିବେ, ଯେହେତୁ କ୍ରିମିନେସ୍ ଅଛି ତ କଡ଼େଇରେ ଲାଗିପାରେ। ଏଠି ଆମେ ମିଡ଼ିୟମ୍ ଫ୍ଲେମ୍ରେ ଗ୍ୟାସ୍କୁ ରଖିବା। ଦେଖନ୍ତୁ 15 ମିନିଟ୍ ପରେ ଆମର ଆଫଗାନି ଚିକେନ ରେଷ୍ଟୁରାଣ୍ଟ ଷ୍ଟାଇଲର ରେଡ଼ି ହେଇଗଲା। କିଛି ଧନିଆ ପତ୍ର ଏଠି ମୁଁ ଗାର୍ନିସିଂ ପାଇଁ ପକାଇ ଦେଇଛି। ଆପଣ ଗୋଟେ ପ୍ଲେଟ୍ରେ ସର୍ଭ କରି ନେବା। ମୁଁ ତ ଘରେ ବନେଇଲି ଆଉ ସମସ୍ତଙ୍କୁ ବହୁତ ହିଁ ବଢ଼ିଆ ଲାଗିଲା। ଆପଣ ଘରେ ପ୍ରସ୍ତୁତ କରନ୍ତୁ ଆଉ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆପଣଙ୍କ ସାଙ୍ଗସାଥି ରିଲେଟିଭ୍କୁ ସେୟାର କରନ୍ତୁ। ଥ୍ୟାଙ୍କ ୟୁ।